ବିଜେଡି ଦୁଇ ଭାଗ ନୁହଁ, ଇଏ 5ରୁ 10 ଭାଗ ହେଇସାରିଲାଣି। ବିଜେଡି ଖୁବ୍ କମ୍ ଦିନ ଭିତରେ ସମ୍ପୂର୍ଣ୍ଣ ଭାବେ ନିଜେ ନବୀନ ବାବୁ ବିଜେପି ଦଳ ସାଙ୍ଗରେ ସମ୍ପୂର୍ଣ୍ଣ ଚିହ୍ନ ସହ ମର୍ଜ କରିବେ। ଆପଣ ମନେ ରଖନ୍ତୁ, ଆକୁ ପୁରା ସମ୍ପୂର୍ଣ୍ଣ ସେଭ୍ କରିକି ରଖନ୍ତୁ। ଆଗାମୀ ଦିନରେ ମଧ୍ୟ ଆମେ କଥା ହେବା। ଦେଖନ୍ତୁ, ବିଜେଡି ଦଳର ସମଦୂରତା କୌଣସି ଫରକ ପଡ଼େନି। ଇଏ ଗୋଟେ ନୀତିଦିନିଆ ଘୋଷଣାନାମା ସେ ଭାବିକି ରଖିଛନ୍ତି। ଯେକୌଣସି ବିଲ୍ ଆସିବ ରାଜ୍ୟସଭା ହେଉ, ଯେକୌଣସି ବିଜେପି ସରକାର ବିଲ୍ ଆଣିବ, ଇଏ ତାକୁ ପରୋକ୍ଷରେ ସମର୍ଥନ କରନ୍ତି, କିନ୍ତୁ ଓଡ଼ିଶାରେ ସୁଆଙ୍ଗ କରନ୍ତି ଯେ ଆମେ ବର୍ତ୍ତମାନ ସମଦୂରତା ରକ୍ଷା କରୁଛୁ। ବିଜେଡି ହାତରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ 7 ଖଣ୍ଡ ଭୋଟ ଅଛି। ଯାହା ଭୋଟର ମୂଲ୍ୟ କିଛି ନାହିଁ ବର୍ତ୍ତମାନ ଏଇଥିପାଇଁ ଯେ ଏନ୍ଡିଏ ବର୍ତ୍ତମାନ ସଂଖ୍ୟା ଗରିଷ୍ଠତା ଅଲରେଡ଼ି ଅଛି। ସେ ବିଆର୍ଏସ୍, ୱାଇଏସ୍ଆର୍ ରେଡ଼ି ଏବଂ ଆମ ବିଜେଡ଼ି ବାବୁ ଯାହା କହିବେ ତାଙ୍କର କିଛି ଫରକ ପଡ଼ିବନି ଉପରାଷ୍ଟ୍ରପତି ନିର୍ବାଚନରେ। ଏନ୍ଡିଏର ଅଲରେଡ଼ି ସଂଖ୍ୟା ଗରିଷ୍ଠତା ସଂଖ୍ୟା ଅଛି। ତେଣୁକରି ଆଙ୍କର ସମଦୂରତା କେବଳ ଆଖିଠାର ଭଳି ଓଡ଼ିଶାରେ ଏକ ସୁଅଙ୍ଗ ରଚନା କରୁଛନ୍ତି ନବୀନ ବାବୁ। ଏବେ ଯେଉଁ ବିଜେଡ଼ିରେ ଯେଉଁ ଦେଖାଦେଇଛି ତୀବ୍ର ଗୋଷ୍ଠୀକନ୍ଦଳ, ଏହାକୁ ନେଇକି ମଧ୍ୟ ବିଭିନ୍ନ ଚର୍ଚ୍ଚା ହେଉଛି ଏବଂ ହଠାତ୍ ନବୀନ ବାବୁ ଦିଲ୍ଲୀ ଯିବା କଥା ସମ୍ପୂର୍ଣ୍ଣ ମୂଳ କଥା ହେଉଛି ବିଜେଡ଼ି ମୁଖିଆ ବର୍ତ୍ତମାନ ଦେବାଳିଆ ଅବସ୍ଥାରେ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟଗତ ଅବସ୍ଥା, ମାନସିକଗତ ଅବସ୍ଥା, ସିଏ ନିଜେ ଚାଲିବା ପାଇଁ ଅକ୍ଷମ। ସିଏ ଯାହା ସାହାରାରେ ଆଜି ବର୍ତ୍ତମାନ ଚାଲୁଛନ୍ତି ପାଣ୍ଡିଆନ ବାବୁ, ସିଏ ଯାହା ନିଷ୍ପତ୍ତି ନିଅନ୍ତି ତାହା ନବୀନ ବାବୁଙ୍କର ନିଷ୍ପତ୍ତି, ତାହା ତାଙ୍କ ଦଳୀୟ ନିଷ୍ପତ୍ତି ବୋଲି ଲଦି ଦିଆଯାଏ। କିନ୍ତୁ ଇଲେକ୍ସନ୍ ପୂର୍ବରୁ ସବୁ ନେତା ସବୁ ଜାଣି ମଧ୍ୟ ନୀରବ ରହୁଥିଲେ ମଧ୍ୟ ରାଜନୀତି ପାଣିପାଗ ପରିବର୍ତ୍ତନ ପରେ ବିଜେପି ସରକାର ଆସିଲା ପରେ ବର୍ତ୍ତମାନ କିଛି ନେତା ତାଙ୍କର ମୁହଁ ଖୋଲିଛନ୍ତି। ଆହାକୁ ନେଇ ପାଣ୍ଡିଆନ ତୋଷାମତକାରୀ ଗୋଷ୍ଠୀ କିଛି ତାଙ୍କ ସପକ୍ଷରେ ଥିବାବେଳେ ନବୀନ ବାବୁଙ୍କର ଜୟଗାନ କରୁଥିବା ସମୟରେ, କିନ୍ତୁ ପାଣ୍ଡିଆନ ବିରୋଧୀ ଗୋଷ୍ଠୀ ବର୍ତ୍ତମାନ ଗୋଟେ ନବୀନ ବାବୁଙ୍କ ସମ୍ମୁଖରେ ନିଜର ସ୍ପଷ୍ଟ ମତ ରଖୁଛନ୍ତି, ଯାହା ଗତକାଲି ଶ୍ରୀମୟୀ ମିଶ୍ର ଏବଂ ଅରୁଣ ସାହୁଙ୍କ ବୟାନବାଜିରୁ ସାରା ଓଡ଼ିଶାବାସୀ ଜାଣିଛନ୍ତି। ବିଜେଡ଼ି ଦୁଇ ଭାଗ ନୁହଁ, ଇଏ 5ରୁ 10 ଭାଗ ହେଇସାରିଲାଣି। ବିଜେଡ଼ି ଖୁବ୍ କମ୍ ଦିନ ଭିତରେ ସମ୍ପୂର୍ଣ୍ଣ ଭାବେ ନିଜେ ନବୀନ ବାବୁ ବିଜେପି ଦଳ ସାଙ୍ଗରେ ସମ୍ପୂର୍ଣ୍ଣ ଚିହ୍ନ ସହ ମର୍ଜ କରିବେ। ଆପଣ ମନେ ରଖନ୍ତୁ, ଆକୁ ପୁରା ସମ୍ପୂର୍ଣ୍ଣ ସେଭ୍ କରିକି ରଖନ୍ତୁ। ଆଗାମୀ ଦିନରେ ମଧ୍ୟ ଆମେ କଥା ହେବା।